ସାଙ୍ଗମାନେ ଏଠାରେ ଏକ ମରୁଭୂମିରେ ଗୋଟିଏ ଗଛ ଉଠୁଛି। ଏହି ଗଛଟି ବର୍ଷା ହେଲେ ହିଁ ବଢିବାକୁ ଲାଗୁଛି। ତାପରେ ସେ ଗଛ ପାଖକୁ ଏକ ରାଜା ଆସୁଛନ୍ତି ଏବଂ ସେଇ ରାଜା ରୋଶନୀ ଦେଇ ସେ ଗଛକୁ ଟିକେ ବଡ କରିଦେଉଛନ୍ତି। ତାପରେ ସେଇ ଗଛ ପାଖକୁ ଏକ ରାଣୀ ଆସୁଛନ୍ତି ଏବଂ ସେଇ ରାଣୀ ଗଛକୁ କିଛି ପାଣି ଦେଇଦବା ଫଳରେ ଗଛଟି ବଢିବାକୁ ଲାଗୁଛି। ତାପରେ ସେଇ ରାଜାଟି ବହୁତ ଜୋରେ ରାଗିଯାଇ ନିଜର ଶକ୍ତି ବଳରେ ସେ ଗଛଟିକୁ ଆଉ ଟିକେ ବଡ କରିଦେଉଛନ୍ତି ଏବଂ ରାଣୀ ମଧ୍ୟ ଏହା ଦେଖି ବହୁତ ଜୋରେ ରାଗି ଯାଉଛନ୍ତି ଏବଂ ସେ ବର୍ଷା କରିବାକୁ ଲାଗୁଛନ୍ତି। ତାପରେ ସେଇ ବର୍ଷାରେ ରାଜା ଓଦା ହେଇଯିବା ସହିତ ସେ ଗଛଟି ବଡ ହେବା ସହିତ ସେଠାରେ ଫୁଲ ଆସିଯାଉଛି ଏବଂ ସେଇ ରାଜା ରାଣୀ ନିଜର ଶକ୍ତି ଦେଖାଇବା ଫଳରେ ସେଠାରେ ବହୁତ ଜୋରେ ପବନ ବହିବାକୁ ଲାଗୁଛି। ଆଗକୁ ସେଇ ଫୁଲ ଗଛଟିର କଣ ହେଉଛି ଜାଣିବା ଆଗରୁ ଆପଣମାନେ ନିଜର ବାପାଙ୍କ ଠାରୁ ନିଜର ମାଙ୍କୁ ଅଧିକ ଭଲ ପାଉଥିଲେ ଭିଡିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ କମେଣ୍ଟରେ ଲଭ୍ ୟୁ ବାପା ମା ଲେଖିଦିଅନ୍ତୁ। ତାପରେ ସେଇ ଦୁହେଁ ରାଜା ରାଣୀ ରାଗି ଯାଇ ପବନ କରିବା ଫଳରେ ସେଇ ଫୁଲ ଗଛଟି ମରିଯାଉଛି ଏବଂ ସେଇ ଫୁଲ ଗଛଟି ମରିଯିବାରୁ ସେ ରାଣୀଟି କାନ୍ଦିବାକୁ ଲାଗୁଛି। ତାପରେ ସେଇ ରାଜା ରାଣୀ ନିଜର ଶକ୍ତି ବଳରେ ସେ ଫୁଲ ଗଛକୁ ନୂଆ ଜୀବନ ଦାନ ଦେଉଛନ୍ତି।